ଲାଣ୍ଡିର ଜନ୍ମଦିନ ଆମେ କେମିତି ପାଳନ କଲୁ ଆସ ଦେଖିବା। ମୁଁ ଲାଣ୍ଡିକୁ ସକାଳୁ ସକାଳୁ ତାକୁ ନେଇକି ଯାଇଥିଲି ମନ୍ଦିର, ତାକୁ ଟିକେ ପୂଜା କରିକି ନେଇ ଆସିଲି ତା ନାଁରେ। ସେ ଯାଇକି ବ୍ରାହ୍ମଣ ନନା କହୁଛି ମୋର ବା ଆଜି ଜନ୍ମଦିନ। ତାପରେ ପୂଜା ସାରିକି ଆମେ ଆସିଲୁ ତାର ମୋର। ଜୋର ସେ ରାମଚରିତ ମାନସ ମନ୍ଦିର ଭିତରେ ହେଉଥିଲା, କିନ୍ତୁ ବହୁତ ଜୋର ସେ ଖରା ହେଉଥିଲା। ଦୌଡ଼ି ଦୌଡ଼ିକି ଆମେ 2 ଜଣ ପଳେଇ ଆସିଲୁ। ଆଇଲା ବେଳେ ବାଟରେ କହିଲା ମ୍ୟାଡ଼ାମ୍ ମୁଁ ବରା ଖାଇବି। ମୁଁ ସାଙ୍ଗେ ସାଙ୍ଗେ ତାକୁ 2ଟା ବରା ତରକାରୀ ଦେଲି। ସେ ସେତିକିରେ ଆଣ୍ଠେଇ ପଇଲା ଖାଇ। ରାତି ବେଳକୁ କି ଷ୍ଟାଇଲ लो ମା, କହିଲା ମ୍ୟାଡ଼ାମ୍ ତୁମେ ଟିକେ ସଜ ହୋଇଯାଅ, ମୋତେ ଟିକେ ସଜ କରିଦିଅ, ଆଉ ଘରଟା ଟିକେ ସାଇଜ୍ କରିଦିଅ, ସବୁ ଲୋକମାନେ ଆସିବେ। ସେ ଯାଇକି ସମିତିକି ଡାକିକି ନେଇକି ପଳେଇ ଆସିଥିଲା। କାହାକୁ କ'ଣ ଦେବ ସବୁ କହିଦେଇକି ଆସିଥିଲା, ମୋତେ ଏଇଆ ଦେବ ସେଇଆ ଦେବ। ତାପରେ ସମସ୍ତେ ଜଣକ ପରେ ଜଣେ ଗିଫ୍ଟ ଧରିକି ଆସିଲେ। ସେ ସମସ୍ତଙ୍କୁ ବାଟରେ ଠିଆଇକି ୱେଲକମ୍ କରୁଥାଏ, ଆସ ଆସ ଶୀଘ୍ର। ଆଉ ସାଇ ନ ଆସିଲେ ତାର କେକ୍ଟି କଟା ହେବନି। ସାଇ ବାବା ତାଙ୍କର ହେଇ ଆସିଲେ ହାତ ହଲେଇ ହଲେଇ। ତା ପଛରେ ଭାଇନା, ତାପରେ ଭାଉଜ ସମସ୍ତେ ଆସିଲେ। ସେ ସବୁ କହିଦେଇଥିଲା ତା ପାଇଁ କାହାକୁ କହିଥିଲା ଚକୋଲେଟ୍ ଦେବ, କାହାକୁ କହିଥିଲା ମୋତେ ଡ୍ରେସ୍ ଦେବ। ସବୁ ନେଇକି ଆସିଥିଲେ, ତାକୁ ସବୁ ଗିଫ୍ଟ ଦିଆହେଉଥିଲା। ସେ ସବୁ ଦେଖୁଥାଏ ଆଉ ହାତ ବଢ଼େଇକି ରଖୁଥାଏ। କେକ୍ କଟା କାର୍ଯ୍ୟକ୍ରମ ଆରମ୍ଭ ହେଲା। କ୍ୟାଣ୍ଡେଲ୍ ତାପରେ ଲାଗିଲା। ତା ମା ତା ପାଖରେ ଠିଆ ହେଇଛି। ସେ ଟିକେ କ୍ୟାଣ୍ଡେଲ୍ ଲାଗୁ ଲାଗୁ ସେ ଟିକେ ଚମକି ପଇଲା, କି ତାଳି ମାରୁଛି, କି ଖୁସି ଦେଖ ତାର ବାର୍ଥଡ଼େ ହେଉଛି। ତାପରେ ତା ମା ତାର କେକ୍ କାଟିଲା। ମା ଝିଅ ସାଙ୍ଗ ହେଇକି କେକ୍ କାଟିଲେ। କାଟିଲା ପରେ ତା ମା ତାକୁ ଟିକେ ଆଗ ଖୋଇଦେଲା। ଆଉ ସମସ୍ତେ ବି ଆମେ ଖୁସି ଥିଲୁ। ଲାଣ୍ଡିର ବାର୍ଥଡ଼େ ହେଉଛି। ଲାଣ୍ଡି ହେଉଛି ଆମ କଲୋନୀର ଫେମସ୍। ମୁଁ ଟିକେ ତା ସାଙ୍ଗରେ ବସିକି ଗୋଟେ ଫଟୋ ଉଠେଇ, ଲାଣ୍ଡି ସାଙ୍ଗରେ ବସିକି ଶୁଭ, ସାଇ, ଅନିକେତ, ଲାଣ୍ଡି ଫଟୋ ଉଠେଇଦେଲେ। ଆଉ ସିଏ ହେଉଛି ଏକୁଟିଆ ରାଧା, ଏଠି ସବୁ କୃଷ୍ଣ କଲୋନୀରେ। ତାପରେ ଆମେ ସମସ୍ତେ ମିଶିକି ବସିଗଲୁ। ବସିକି ଟିକେ ଚା ପିଇକି ଖଟି କରିଦେଲୁ। ଆମର ଆଉ ବଡ଼ ଲୋକଙ୍କର କ'ଣ କାମ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଜୟ ଶ୍ରୀ ରାଧେ।